ସେ ଆଳୁ ଚରଣୀ ବ୍ରହ୍ମରାକ୍ଷା ଶୁଣି ସେ ଗୋମାଂସ ଭକ୍ଷଣ କାରିଣୀ କିଏ ସିଏ ବୁଝି ଆସିବ କୁଆଡୁ? ତା ପାଖରେ ତ ରାକ୍ଷସ ଗୁଳେ ପଲ ଅଛନ୍ତି, ଟେକା ଟେକିକିରି ଖାଲି 100 କୋଟି ଟଙ୍କା କେମିତି ଖାଇଯିବା। ସେ ଦଳକୁ ମରୁ ତାର ସବୁ ଯାଉ, ଯାହା ମାଗିଦେବେ ବଙ୍ଗାଳୀ ଜଗନ୍ନାଥଙ୍କୁ ଦେଇଦିଅନ୍ତୁ। ଅନ୍ୟମାନଙ୍କୁ କେହି ଦିଅନ୍ତୁନି, ତା ବି ଆମେ ଆଜି ମଧ୍ୟ କଲଚର କରୁଛୁ ଜାଣିପାରୁନୁ। ବୋଧହୁଏ ଯଦି ମମତା ବାନାର୍ଜୀ ବୁଝିଆ ହେଇଥାନ୍ତେ, ସେ ଯଦି ଗୋଟିଏ କାମ କରିଥାନ୍ତେ, ତାଙ୍କୁ ଧାର୍ମିକ ଦୃଷ୍ଟିକୋଣରୁ ଆମେ କିଛି ମନା କରିପାରିନଥାନ୍ତେ। ବିଶ୍ୱର ମହାନ୍ତି ଯେତେବେଳେ ବ୍ରହ୍ମ ଉଦ୍ଧାର କରିଥିଲା ଯାଇକିରି ବେଙ୍ଗଲରୁ, ଗୋଟେ ଜଗନ୍ନାଥ ଘାଟ ଅଛି ଆମର ଗଙ୍ଗା ନଦୀ କୂଳରେ, ଯୋଉଠିକି ଆମେ ଯାଇଥିଲୁ ଏବେ, ସେ ବ୍ରହ୍ମ ଉଦ୍ଧାର କରିଥିଲା କଳା ପାହାଡ଼ଠୁ ବୋଲି ଆଜି ଜଗନ୍ନାଥ ବିଦ୍ୟମାନ ପୁରୀରେ। ବେଙ୍ଗଲ ସାଙ୍ଗରେ ଏଇ ସମ୍ପର୍କଟା ଜଗନ୍ନାଥଙ୍କର ଅଛି। ସେ ଦୀଘା ସାଙ୍ଗେ କିଛି ସମ୍ପର୍କ ନାହିଁ। ଦୀଘା ଗୋଟେ ବାଜେ ଜାଗା, ସେଠିକି ଲୋକ ଯାଆନ୍ତି ଏଇସବୁ ଫାଲତୁ କାମ, ଥାଇଲାଣ୍ଡ ଭଳିଆ କାମ କରିବାକୁ। ତେଣୁ ସେ ଜାଗାକୁ ଆମର କିଛି ମାନେ କହିବାର ନାହିଁ। ଯଦି ଜଗନ୍ନାଥ ଘାଟରେ ଗଙ୍ଗା ନଦୀ କୂଳରେ ଯୋଉଠି ବ୍ରହ୍ମକୁ ଉଦ୍ଧାର କରିଥିଲେ ବିଶ୍ୱର ମହାନ୍ତି, ମୃଦଙ୍ଗ ଭିତରେ ପୁରେଇକି ଆଣିଥିଲେ, ସେ ଜାଗାଟାକୁ ହେଲେ କରିଥାନ୍ତା ଆଜ୍ଞା। ସେ ଆଳୁ ଚରଣୀ ବ୍ରହ୍ମରାକ୍ଷା ଶୁଣି ସେ ଗୋମାଂସ ଭକ୍ଷଣ କାରିଣୀ କିଏ ସିଏ ବୁଝି ଆସିବ କୁଆଡୁ?